ଧ୍ୟାନ ଓ ତାର ମହତ୍ଵ। ପ୍ରଣାମ ଗୁରୁଦେବ। ଗୁରୁଦେବ, ମୋ ମନରେ ଗୋଟିଏ ବଡ଼ ପ୍ରଶ୍ନ ଅଛି। ଆଜିକାଲି ସମସ୍ତେ କହୁଛନ୍ତି ଧ୍ୟାନ କର ଧ୍ୟାନ କର, କିନ୍ତୁ ଆମେ ପ୍ରକୃତରେ ଧ୍ୟାନ କାହିଁକି କରିବା? ଏହାର ଆବଶ୍ୟକତା କ'ଣ? ଅବଶ୍ୟ ଏ ସଂସାରରେ ମନୁଷ୍ୟର ସବୁଠାରୁ ବଡ଼ ସାଙ୍ଗ କିଏ ଜାଣିଛ? ସେ ହେଉଛି ତାର ମନ। ଆଉ ସବୁଠାରୁ ବଡ଼ ଶତ୍ରୁ ମଧ୍ୟ ସେ ହେଉଛି ତାର ମନ। ଯଦି ମନ ତୁମ କଥା ଶୁଣିବ ତେବେ ସେ ମିତ୍ର, ଆଉ ଯଦି ମନ ତୁମକୁ ନ ଚାହିଁବ ତେବେ ସେ ଶତ୍ରୁ। ଧ୍ୟାନ ହେଉଛି ସେଇ କଳା ଯେ ଆମର ଅଶାନ୍ତ ମନକୁ ଆମର ସବୁଠାରୁ ଭଲ ବନ୍ଧୁ ବନାଇଦିଏ। କିନ୍ତୁ ଗୁରୁଦେବ, ଏହି ଧ୍ୟାନ ସାଧନା ତ କେବଳ ସାଧୁସନ୍ଥ, ସନ୍ନ୍ୟାସୀ କିମ୍ବା ହିମାଳୟକୁ ଯାଉଥିବା ଲୋକଙ୍କ ପାଇଁ ନୁହେଁ କି? ଏହା ଆମ ଭଳି ସାଧାରଣ ଲୋକଙ୍କର କି ଉପକାର କରେ? ନା ବତ୍ସ, ଏହା ସବୁଠାରୁ ବଡ଼ ଭୁଲ ଧାରଣା। ଧ୍ୟାନ କୌଣସି ଜାତି କିମ୍ବା ପେଶା ସହିତ ଜଡ଼ିତ ନୁହେଁ। ଜଣେ ସଂସାର ଚଳାଉଥିବା ଗୃହସ୍ଥ, ବ୍ୟବସାୟୀ, ଚାକିରିଆ ଏବଂ ବୃଦ୍ଧଙ୍କ ପାଇଁ ଧ୍ୟାନ ସେତିକି ଜରୁରୀ ଯେପରି ଶରୀର ପାଇଁ ଖାଦ୍ୟ। ଖାଦ୍ୟ ବିନା ଯେପରି ଶରୀର ଦୁର୍ବଳ ହୋଇଯାଏ, ସେପରି ଶାନ୍ତି ବିନା ମଧ୍ୟ ମନ ମଧ୍ୟ ରୋଗାଗ୍ରସ୍ତ ହୋଇଯାଏ। କିନ୍ତୁ ଗୁରୁଦେବ, ମୁଁ ଯେତେବେଳେ ବି ଧ୍ୟାନରେ ବସେ ମୋ ମନ ସ୍ଥିର ରହେ ନାହିଁ, ଏପଟେ ସେପଟେ ଖାଲି ଧାଏଁ, ବହୁତ ଚଞ୍ଚଳ ଲାଗେ। ଆରେ ବତ୍ସ, ମନ ଚଞ୍ଚଳ ହେଉଛି ବୋଲି ତ ଧ୍ୟାନର ସବୁଠାରୁ ଅଧିକ ଆବଶ୍ୟକତା ରହିଛି। ଯେଉଁ ପୋଖରୀର ପାଣି ସଫା ଓ ସ୍ଥିର, ସେ ତାହାକୁ ସଫା କରିବାକୁ ପଡ଼େ ନାହିଁ। କିନ୍ତୁ ଯେଉଁ ପୋଖରୀର ପାଣି ଗୋଳିଆ, ସେଠାରେ ଧୈର୍ଯ୍ୟର ସହିତ ବସିବାକୁ ପଡ଼େ। ଯେପରି ଗୋଳିଆ ତକ ତଳେ ବସିଯାଏ, ସେପରି ଧ୍ୟାନ ମଧ୍ୟ ଆମ ମନର ଅଶାନ୍ତ ସ୍ଥିତିକୁ ସ୍ପଷ୍ଟ ଏବଂ ଶାନ୍ତ କରିଦିଏ। କିନ୍ତୁ ଗୁରୁଦେବ, ଆଜିକାଲି ପାଠପଢ଼ା ଓ କ୍ୟାରିୟରକୁ ନେଇ ମନରେ ବହୁତ ମାନସିକ ଚାପ ରହୁଛି। ଏହି ଧ୍ୟାନ କ'ଣ ଏହି ମାନସିକ ଚାପକୁ ଦୂର କରିପାରିବ? ନିଶ୍ଚୟ। ବାସ୍ତବରେ ଦେଖିବାକୁ ଗଲେ ପରିସ୍ଥିତି ବାହାର ଚାପ ବାହାର ପରିସ୍ଥିତିରୁ ଆସେ ନାହିଁ। ପରିସ୍ଥିତି ତ ସମସ୍ତଙ୍କ ପାଇଁ ସମାନ, କିନ୍ତୁ ଆମେ ସେଇ ପରିସ୍ଥିତିକୁ କିପରି ଦେଖୁଛେ ଏବଂ କିପରି ପ୍ରତିକ୍ରିୟା କରୁଛେ, ଚାପ ସେଥିରେ ସୃଷ୍ଟି ହୁଏ। ଧ୍ୟାନ ଆମକୁ ଅସ୍ତବ୍ୟସ୍ତ ନ ହୋଇ ପରିସ୍ଥିତିର ସମାଧାନ କିପରି କରିବା ପାଇଁ ତାହା ଶିଖାଏ ଏବଂ ଏହା ଶିଷ୍ୟର ଏକାଗ୍ରତା ଏବଂ ସ୍ମରଣ ଶକ୍ତିକୁ ଅନେକ ଗୁଣରେ ବଢ଼ାଇ ଦିଏ। ଗୁରୁଦେବ, ଏହାର ଅର୍ଥ ଆମେ ଦିନସାରା ଆଖି ବନ୍ଦ କରି ବସିଲେ ଆମେ ଆମ ଜୀବନରେ ସଫଳ ହୋଇପାରିବା? ନା ବତ୍ସ, ଧ୍ୟାନର ଅର୍ଥ କେବଳ ଆଖି ବନ୍ଦ କରି ବସିବା ନୁହେଁ। ଏହାର ପ୍ରକୃତ ଅର୍ଥ ହେଉଛି ସଜାଗ ହେବା, ନିଜ ମନକୁ ଶାନ୍ତ ଓ ସନ୍ତୁଳିତ କରିବା। ଯେଉଁ କାମ କରୁଛ ତାକୁ ଜାଗୃତ ଅବସ୍ଥାରେ କର। ଯେପରି ପାଠ ପଢ଼ିଲା ସମୟରେ ମନ ପାଠରେ ଥାଉ, ଖାଇବା ସମୟରେ ମନ ଖାଇବାରେ ଥାଉ। ବିକ୍ଷିପ୍ତ ମନ ସାମ୍ନାକୁ ଆସୁଥିବା ସୁଯୋଗକୁ ହରାଇ ଦିଏ, କିନ୍ତୁ ଏକାଗ୍ର ମନ ପ୍ରତିଟି ସୁଯୋଗକୁ ଚିହ୍ନି ନିଏ। ଏହା ହିଁ ସଫଳତାର ଚାବିକାଠି। କିନ୍ତୁ ଗୁରୁଦେବ, ମୁଁ କିଛି ଦିନ ଚେଷ୍ଟା କରିଥିଲି, କିନ୍ତୁ ମୋର କିଛି ବଦଳିଲା ନାହିଁ, ତେଣୁ ମୁଁ ଛାଡ଼ିଦେଲି। ବତ୍ସ, ଧ୍ୟାନ କୌଣସି ଯାଦୁ କିମ୍ବା ଚମତ୍କାର ନୁହେଁ। ଯେପରି ଚାଷୀଟିଏ ବିହନ ବୁଣିଲା ପରେ ଫଳ ଖୋଜେ ନାହିଁ, ସେ ପାଣି ଦିଏ, ଧୈର୍ଯ୍ୟ ରଖେ, ତାପରେ ଯାଇ ଏକ ବିରାଟ ବୃକ୍ଷରେ ପରିଣତ ହୁଏ। ସେପରି ପ୍ରତିଦିନ କିଛି କିଛି ସମୟ ଅଭ୍ୟାସ କରିବା ପରେ ହିଁ ଏହାର ଚମତ୍କାରୀ ଫଳ ଦେଖିବାକୁ ମିଳିଥାଏ। ଗୁରୁଦେବ, ଆଜି ମୋର ଆଖି ଖୋଲିଗଲା। ମୁଁ ଭାବୁଥିଲି ଧ୍ୟାନ ସାଧନା କେବଳ ପୂଜାପାଠ, ଧାର୍ମିକ ନିୟମ। ଏହା ତ ଆମ ଜୀବନକୁ ସଠିକ ଭାବରେ ବଞ୍ଚିବାର ଏକ ସୁନ୍ଦର କଳା। ବହୁତ ବଢ଼ିଆ ବୁଝିଲ ବତ୍ସ। ଧ୍ୟାନ ଆମକୁ ଦୁନିଆରୁ ପଳାଇବା ଶିଖାଏ ନାହିଁ, ବରଂ ଦୁନିଆରେ ଆସୁଥିବା ସମସ୍ତ ସମସ୍ୟାର କିପରି ସମାଧାନ ଶାନ୍ତ ଏବଂ ସନ୍ତୁଳିତ ମନରେ କରିବ ତାହା ଶିଖାଏ। ଯିଏ ନିଜ ପାଇଁ ସବୁଦିନ କିଛି ସମୟ ବାହାର କରେ, ସେ ହିଁ ପ୍ରକୃତରେ ସଫଳତା ପାଇଥାଏ। କୃତଜ୍ଞ ଗୁରୁଦେବ, ମୁଁ ଆଜିଠାରୁ ନିୟମିତ ଭାବେ ଧ୍ୟାନର ଅଭ୍ୟାସ କରିବି।